ଯେଉଁ ସମୟରେ ମେକଅପ୍ ଏ ପ୍ରକାର ଶବ୍ଦ କୁହାଯାଏ ସେହି ସମୟରେ ସମସ୍ତେ ସ୍ତ୍ରୀ ଲୋକମାନଙ୍କୁ ଝିଅ ପିଲାମାନଙ୍କୁ ହିଁ ସେମାନେ ଦେଖିଥାନ୍ତି। ମାତ୍ର ଆମେ ଦେଖୁଛୁ ଅନେକ ପୁଅ ପିଲାମାନେ ମଧ୍ୟ ସେମାନେ ମେକଅପ୍ କରନ୍ତି, ହେୟାର ଷ୍ଟାଇଲ୍ କରନ୍ତି, ସେମାନଙ୍କ ଦାଢ଼ିକୁ ସଜାନ୍ତି, ସେମାନେ ବିଭିନ୍ନ ପ୍ରକାର ଭାବରେ ନିଜକୁ ସଜେଇ ହୁଅନ୍ତି। ମେକଅପ୍ ବା ନିଜକୁ ସଜେଇ ହେବା ଏହା କେବଳ ଝିଅ ପିଲାମାନେ ହିଁ କରନ୍ତି ତାହା ନୁହେଁ, ପୁଅ ପିଲାମାନେ ମଧ୍ୟ କରନ୍ତି। ଯେଉଁ ପ୍ରକାର ଭାବରେ ଲେଡ଼ିଜ୍ ବ୍ୟୁଟି ପାର୍ଲର ରହିଛି ସେହି ପ୍ରକାର ଭାବରେ ଜେଣ୍ଟସ୍ ବ୍ୟୁଟି ପାର୍ଲର ମଧ୍ୟ ରହିଛି। ଅନେକ ପୁଅମାନେ ଅନେକ ଝିଅମାନେ ସେମାନେ ମେକଅପ୍ ହେବା ପାଇଁ, ନିଜକୁ ସଜେଇ ହେବା ପାଇଁ, ଆଉ ଟିକେ ଅଧିକ ସୁନ୍ଦର ଦେଖାଯିବା ପାଇଁ ସେମାନେ ବ୍ୟୁଟି ପାର୍ଲର ଗୁଡ଼ିକକୁ ଯାଆନ୍ତି। ବିଭିନ୍ନ ପ୍ରକାର ନୂଆ ଷ୍ଟାଇଲର ହେୟାର ଷ୍ଟାଇଲ୍ ଗୁଡ଼ିକ ସେମାନେ କରନ୍ତି, ନୂଆ ଷ୍ଟାଇଲର ମେକଅପ୍ ଗୁଡ଼ିକ ସେମାନେ କରନ୍ତି, ଯାହାଦ୍ୱାରା କି ସେମାନେ ନିଜକୁ ଅଧିକ ଆକର୍ଷଣୀୟ ଆଉ ଅଧିକ ସୁନ୍ଦର ଦେଖାଇ ପାରିବେ। ମେକଅପ୍ କେବଳ ଯେ ପୁଅ ପିଲାମାନେ ବା ଝିଅ ପିଲାମାନେ ହିଁ କରନ୍ତି ତାହା ନୁହେଁ, ଉଭୟ ପୁଅ ପିଲା ଆଉ ଝିଅ ପିଲାମାନେ ମଧ୍ୟ ସେମାନେ ମେକଅପ୍ କରନ୍ତି। ମାତ୍ର ଆଜି ଆମେ ବାଇବଲରୁ ଆମେ ଦେଖିବା, ବାଇବଲ ମେକଅପ୍ ବିଷୟରେ ବା ନିଜକୁ ସଜେଇ ହେବା ବିଷୟରେ ବାଇବଲ ଆମମାନଙ୍କୁ କ'ଣ କହେ ସେହି ବିଷୟରେ ଆମେ ଅଳ୍ପ ସମୟ ଧରି ଆମେ ଧ୍ୟାନ କରିବା। ଆମମାନଙ୍କର ମାନଦଣ୍ଡ ହେଲା ପରମେଶ୍ୱରଙ୍କର ବାକ୍ୟ। ପ୍ରଭୁ ଆମମାନଙ୍କୁ ଗୋଟିଏ ଜୀବିତ ପୁସ୍ତକ ବାଇବଲ ଆମମାନଙ୍କୁ ଦେଇଛନ୍ତି। ଆଉ ଏହି ବାଇବଲ ଅନୁସାରେ ଗୋଟିଏ ପରିତ୍ରାଣ ପାଇଥିବା ଖ୍ରୀଷ୍ଟିଆନ ଭାଇ ବା ଭଉଣୀ ସେମାନେ ନିଜର ଜୀବନକୁ ବିତାନ୍ତି। ଆମମାନଙ୍କ ପରମେଶ୍ୱର ସବୁ ବିଷୟ ଆମମାନଙ୍କୁ ଲେଖି ଦେଇଛନ୍ତି, କ'ଣ କରିବା କଥା କ'ଣ କରିବା କଥା ନୁହେଁ। ସେଥିପାଇଁ ଆସନ୍ତୁ ଆଜି ଆମେ ଧର୍ମଶାସ୍ତ୍ର ବାଇବଲରୁ ଆମେ ଦେଖିବା ଯେ ବାଇବଲ ଆମକୁ ମେକଅପ୍ ବିଷୟରେ କ'ଣ କହେ। ପ୍ରଥମେ ଗୋଟିଏ ବାକ୍ୟ ଆମେ ପଢ଼ିବା, କଲୋସ୍ୟ ପୁସ୍ତକ 3:17 ଲେଖାଗଲା, ଆଉ ବାକ୍ୟ କି କର୍ମରେ ତୁମେମାନେ ଯାହା କିଛି କର ସେ ସମସ୍ତ ପ୍ରଭୁ ଯୀଶୁଙ୍କ ନାମରେ କରି ତାହା ଦ୍ୱାରା ବା ତାହାଙ୍କ ଦ୍ୱାରା ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦିଅ। କେତେ ସୁନ୍ଦର ଆମମାନଙ୍କୁ ବାଇବଲ ପରାମର୍ଶ ଦିଏ। ବାକ୍ୟରେ କହିଲେ କଥାରେ, ଆମମାନଙ୍କ କଥାବାର୍ତ୍ତାରେ କି ଆମମାନଙ୍କ କ୍ରିୟାକର୍ମରେ ଆମେମାନେ ଯାହା କିଛି କରୁ ତାହା ମେକଅପ୍ ହେଇପାରେ, ପାଠପଢ଼ା ହେଇପାରେ, ରୋଷେଇ ହେଇପାରେ, ଚାକିରି ହେଇପାରେ, ପ୍ରଭୁଙ୍କ ସେବା ହେଇପାରେ। ଆମେ ସବୁ ବିଷୟ ଗୁଡ଼ିକ ଯୀଶୁଙ୍କ ନାମରେ ଆମେ କରିବାର ଅଛି ଆଉ ତାହାଙ୍କ ଦ୍ୱାରା ଆମେ ପିତା ଈଶ୍ୱରଙ୍କୁ ଆମେ ଧନ୍ୟବାଦ ଦେବାର ଅଛି। ଏହା ହେଉଛି ବାଇବଲର ସୁନ୍ଦରତା। ବାଇବଲ ଆମମାନଙ୍କୁ ଏ ପ୍ରକାର ଶିଖାଏ। ପ୍ରଥମ କରନ୍ତୀୟ 10:31 ଲେଖାଗଲା, ଅତଏବ ତୁମେମାନେ ଭୋଜନ କର କି ପାନ କର ଅବା ଯାହା କିଛି କର ଈଶ୍ୱରଙ୍କ ଗୌରବ ନିମନ୍ତେ ସବୁ କର। କେତେ ସୁନ୍ଦର ଲେଖାଯାଏ। ଆମେ ସାଧାରଣ ଖାଇବା ପିଇବାଟା ମଧ୍ୟ ଆମେ ଖାଇବା କି ପିଇବା, ଭାତ ଡାଲି ତରକାରୀ ବିଭିନ୍ନ ବିଷୟ ଗୁଡ଼ିକ ଆମେ ଖାଉ, କ୍ଷୀର ଚା କଫି ଆଉ ଅନେକ ବିଷୟ ଗୁଡ଼ିକ ଆମେ ପିଉ। ଏସବୁ ବିଷୟ ଗୁଡ଼ିକ କ'ଣ କରିବାର ଅଛି? ଆମେ ପରମେଶ୍ୱରଙ୍କର ଗୌରବ ନିମନ୍ତେ ଏସବୁ କରିବାର ଅଛି। ଆମେ ପ୍ରିୟମାନେ, ଯଦି ଆମେ ନିଜକୁ ସଜାଉଛୁ, ମେକଅପ୍ କରୁଛୁ ଆମେ, ଆଉ ଏସବୁ ଦ୍ୱାରା ପରମେଶ୍ୱର ଗୌରବ ପାଉଛନ୍ତି, ତାହେଲେ ଆମମାନେ କରିଲେ କୌଣସି ପ୍ରକାର ଅସୁବିଧା ନାହିଁ। କାରଣ ଆମେ ଯାହା କିଛି ବି କରିବା ଆମେ ତା ଦ୍ୱାରା ଗୋଟିଏ ମାନଦଣ୍ଡ, ମୋର ପରମେଶ୍ୱର ନିନ୍ଦିତ ହେଉନାହାନ୍ତି ତ, ମୋ ପରମେଶ୍ୱର ଅପମାନିତ ହେଉନାହାନ୍ତି ତ, এই ବିଷୟକୁ ଆମକୁ ଦେଖିବାର ଅଛି। ଯଦି ମୋର ସଜେଇ ହେବା ଦ୍ୱାରା ପରମେଶ୍ୱର ଗୌରବାନ୍ୱିତ ହେଉଛନ୍ତି, ମହିମାନ୍ୱିତ ହେଉଛନ୍ତି, ତାହେଲେ ସଜେଇ ହେଲେ କୌଣସି ପ୍ରକାର ଭାବରେ ଅସୁବିଧା ନାହିଁ। ମାତ୍ର ମୋର ସଜେଇ ହେବା ଦ୍ୱାରା ପରମେଶ୍ୱର ଗୌରବ ନ ପାଇ ଆମେ ନିଜେ ଗୌରବ ପାଉଛୁ, ଅନ୍ୟମାନେ ଗୌରବ ପାଉଛନ୍ତି। ଆମର ସଜେଇ ହେବା ଦ୍ୱାରା, ଆମର ମେକଅପ୍ ହେବା ଦ୍ୱାରା ଅନ୍ୟମାନେ ନଷ୍ଟ ହେଉଛନ୍ତି, ଅନ୍ୟମାନେ ଭୁଲ ବାଟକୁ ଯାଉଛନ୍ତି, ଅନ୍ୟମାନେ ପାପରେ ପଡ଼ୁଛନ୍ତି, ତାହେଲେ ତାହା କରିବା ଉଚିତ ନୁହେଁ। ପ୍ରିୟମାନେ, ଆଉ ଗୋଟିଏ ବାକ୍ୟ ପଢ଼ିବା ଆମେ, ପ୍ରଥମ କରନ୍ତୀୟ 10:23 ସମସ୍ତ ବିଷୟ ସାଧନ
କରିବାକୁ ସ୍ୱାଧୀନତା ଅଛି। ଦେଖନ୍ତୁ କେତେ ସୁନ୍ଦର ଲେଖାଯାଏ, ପରମେଶ୍ୱର କୌଣସି ବିଷୟରେ ଆମକୁ ଅଟକେଇ ରଖନ୍ତି ନାହିଁ। ସେ କହନ୍ତି ସମସ୍ତ ବିଷୟ ସାଧନ କରିବାରେ ଆମମାନଙ୍କର ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟ ହିତଜନକ ନୁହେଁ। ଦେଖନ୍ତୁ ଲେଖାଯାଏ ଜଗତରେ ଅନେକ ବିଷୟ ଗୁଡ଼ିକ ରହିଛି, ଆଉ ବାଇବଲ ଆମମାନଙ୍କୁ କ'ଣ କରିବାର କ'ଣ ନ କରିବାର ଅନେକ ବିଷୟ ଗୁଡ଼ିକ ଲେଖି ଦେଇଛନ୍ତି। ମାତ୍ର ଆମମାନେ ଯେଉଁ ବିଷୟ କରୁଛୁ ସେଇଟା ଦ୍ୱାରା ମୋର ମଙ୍ଗଳ ହେଉଛି କି, ମୋର ଲାଭ ହେଉଛି କି? ପ୍ରଥମ ବିଷୟ, ପରମେଶ୍ୱର ଗୌରବାନ୍ୱିତ ହେଉଛନ୍ତି କି, ପରମେଶ୍ୱର ମହିମାନ୍ୱିତ ହେଉଛନ୍ତି କି, ସେଇଟା ହେଲା ପ୍ରଥମ ବିଷୟ। ଦ୍ୱିତୀୟ ବିଷୟରେ ଏହିସବୁ ମେକଅପ୍ କରିବା ଦ୍ୱାରା, ନିଜକୁ ସଜେଇ ହେବା ଦ୍ୱାରା ମୋର କ'ଣ ଲାଭ ହେଉଛି, କ'ଣ ହିତ ହେଉଛି? ଦେଖାଗଲା ସମସ୍ତ ବିଷୟ ସାଧନ କରିବାକୁ ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟ ହିତଜନକ ନୁହେଁ, ଭଲ ନୁହେଁ। ବାଇବଲରେ କେଉଁଠି ଲେଖା ଅଛି ଆମେ ଏହି ପ୍ରକାର ନ କରି ଯେଉଁ ବିଷୟ ଆମେ କରୁଛୁ ସେଇଟା ଦ୍ୱାରା ଆମର କିଛି ବେନିଫିଟ୍ ହେଉଛି କି, ଆମେ କିଛି ଆଶୀର୍ବାଦ ପାଉଛୁ କି, ସେଇଟାକୁ ଆମେ ଦେଖିବାର ଅଛି। ତା ପଛେ ଲେଖାଗଲା ସମସ୍ତ ବିଷୟ ସାଧନ କରିବାକୁ ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟରୁ ନିଷ୍ଠାଜାତ ହୁଏ ନାହିଁ। ପ୍ରିୟମାନେ, ଏସବୁ ବିଷୟ ଗୁଡ଼ିକକୁ ଆମେ ଅତି ଧ୍ୟାନ ରଖିବାର ଆବଶ୍ୟକ ରହିଛି। ଆତ୍ମିକ ଆଉ ଗୋଟିଏ ମ୍ୟାଚୁର ଖ୍ରୀଷ୍ଟିଆନ ଭାବରେ ଏହିସବୁ ବିଷୟକୁ ଆମମାନେ ଧ୍ୟାନ ଦେବାର ଆବଶ୍ୟକ ରହିଛି। ଯଦି ଆମମାନେ ପଢ଼ିବା ଯାହା ବାଇବଲ ଆମମାନଙ୍କୁ କହେ, ଯାକୁବ ପୁସ୍ତକ 4 ଅଧ୍ୟାୟ ଏହାର 4 ପଦ ଆମେ ପଢ଼ିବା, ଲେଖାଗଲା ହେ ବ୍ୟଭିଚାରିଣୀ ମାନେ, ଜଗତର ମିତ୍ରତା ଈଶ୍ୱରଙ୍କର ଶତ୍ରୁତା ଏହା କ'ଣ ଜାଣ ନାହିଁ? ଜଗତ ସହିତ ତାଳକୁ ତାଳ ମିଶାଇ ଜଗତ ଯେଉଁ ପ୍ରକାର ଷ୍ଟାଇଲ କରେ, ଜଗତ ଯେଉଁ ପ୍ରକାର ଫ୍ୟାସନ କରେ, ଜଗତ ଯେଉଁ ପ୍ରକାର ଭାବେ ନିଜକୁ ସଜେଇ ହୁଏ, ଯଦି ଆମେ ସେହି ପ୍ରକାର ଭାବରେ ଜଗତର ଶୈଳୀରେ ଯଦି ନିଜକୁ ଆମେ ସଜାଉଛୁ, ତାହେଲେ ଆମେ ଈଶ୍ୱର ଆମର ଶତ୍ରୁ ହେଇଯାଉଛନ୍ତି। ଜଗତ ସହିତ ଯଦି ଆମେ ମିତ୍ର କରୁଛ, ଜଗତର ଶୈଳୀକୁ ଯଦି ଆମେ ନିଜର ଶୈଳୀ ଆମେ କରୁଛୁ, ତାହେଲେ ପରମେଶ୍ୱର ଆମର ଶତ୍ରୁ ହେଉଛନ୍ତି। ପ୍ରିୟମାନେ, କାରଣ ବାଇବଲ ଆମମାନଙ୍କୁ କହେ ପ୍ରଥମ ଜହନ 5 ଅଧ୍ୟାୟ 19 ପଦରେ ଯେ ତୁମେମାନେ ଜାଣ ନାହିଁ କି ଯେ ସମସ୍ତ ଜଗତ ଶୟତାନର ଅଧୀନରେ ଅଛି। ଜଗତର ଷ୍ଟାଇଲ, ଜଗତର ଶୈଳୀ ଗୁଡ଼ିକ ଏସବୁ ଯାକ ଶୟତାନର ଅଧୀନରେ ଅଛି। ଶୟତାନ ଏସବୁ ଗୁଡ଼ିକ ଚଲାଉଛି। ଏ ଯେଉଁ ମେକଅପ୍ ହେବା, ଏହି ପ୍ରକାର ଭାବରେ ଡ୍ରେସ୍ ପିନ୍ଧିବା, ଏହି ପ୍ରକାର ଭାବରେ ହେୟାର ଷ୍ଟାଇଲ କରିବା, ଏହି ପ୍ରକାର ଭାବରେ ନିଜ ଦାଢ଼ିକୁ ଷ୍ଟାଇଲିଶ କରିବା, ନିଜ ନିଶକୁ ଷ୍ଟାଇଲିଶ କରିବା, ଏହି ପ୍ରକାର ଭାବେ ଓଠକୁ ଷ୍ଟାଇଲିଶ କରିବା, ଏହି ପ୍ରକାର ଭାବେ ଆଇବ୍ରୋକୁ ଷ୍ଟାଇଲିଶ କରିବା, ଏସବୁ ଗୁଡ଼ିକ ଶୟତାନ ଲୋକମାନଙ୍କୁ ସେହି ପ୍ରକାର ଭାବରେ ସେ କରୁଛି। କହୁଛି ଶୟତାନ ଯେ ପରମେଶ୍ୱର ଯେମିତି ପ୍ରକାର ଭାବରେ ତୁମକୁ ଗଢ଼ିବା କଥା, ଯେଉଁ ପ୍ରକାର ଷ୍ଟାଇଲ ଦେବା କଥା, ସେ ପ୍ରକାର ତୁମକୁ କରିନାହାନ୍ତି। ତୁମର ଓଠ ଆଉ ଟିକେ ଲାଲ ହେବାର ଥିଲା, କି ଆଉ ଟିକେ ପିଙ୍କ ହେବାର ଥିଲା, ତୁମର ଚୁଟିଟା ବା ତୁମର ବାଳଟା ଏହି ପ୍ରକାର କଲର ହେବା କଥା, ପରମେଶ୍ୱର ସେ ପ୍ରକାର କରିପାରିନାହାନ୍ତି। ସେଥିପାଇଁ ତୁମେ ଏହି ପ୍ରକାର ବିଷୟ ଗୁଡ଼ିକ ତୁମେ କର। ସେ ସେହି ପ୍ରକାର ଭାବରେ ଲୋକମାନଙ୍କୁ ଶିଖେଇଲେ ଜଗତର ଲୋକମାନେ ସେହି ପ୍ରକାର କାମ ଗୁଡ଼ିକ ସେମାନେ କରନ୍ତି। ମାତ୍ର ବାଇବଲ କହେ ଯେ ଜଗତର ମିତ୍ରତା ଈଶ୍ୱରଙ୍କର ଶତ୍ରୁତା ଏହା କ'ଣ ଜାଣ ନାହିଁ? ଅତଏବ ଯେ କେହି ଜଗତର ମିତ୍ର ହେବାକୁ ଇଚ୍ଛା କରେ, ସେ ଆପଣାକୁ ଈଶ୍ୱରଙ୍କର ଶତ୍ରୁ ବୋଲି ପ୍ରତିପନ୍ନ କରେ। ପ୍ରିୟମାନେ, ପରମେଶ୍ୱରଙ୍କ ସହିତ ଆମେ ଶତ୍ରୁତା କରିବା ବିଲକୁଲ ଭଲ ନୁହେଁ। ଲେଖାଯାଏ ପ୍ରଥମ ଜହନ 2 ଅଧ୍ୟାୟର 17 ପଦରେ, ପୁଣି ସଂସାର ଓ ସେଥିର ଅଭିଳାଷ ଅନିତ୍ୟ, ମାତ୍ର ଯେ ଈଶ୍ୱରଙ୍କ ଇଚ୍ଛା ସାଧନ କରେ ବା ପାଳନ କରେ ସେ ନିତ୍ୟସ୍ଥାୟୀ ଅଟେ। ପ୍ରିୟମାନେ, ପରମେଶ୍ୱର ଯାହା ଆମକୁ ଲେଖିଛନ୍ତି ସେସବୁ ବିଷୟ ଗୁଡ଼ିକ ଆମେ ମାନିବା ଆମମାନଙ୍କ ନିମନ୍ତେ ବହୁତ ବହୁତ ଭଲ ହେବ। କାରଣ ଜଗତର ଇଚ୍ଛା, ଜଗତର ସବୁ ବିଷୟ ଗୁଡ଼ିକ ଅନିତ୍ୟ, ମାତ୍ର ଯେ ଈଶ୍ୱରଙ୍କର ଇଚ୍ଛା ସାଧନ କରେ ସେ ନିତ୍ୟସ୍ଥାୟୀ ଅଟେ। ପ୍ରଥମ ପିତର 3 ଅଧ୍ୟାୟ ଆମମାନେ
ପଢ଼ିବା ଆମେ 3 ପଦରୁ ପୁଣି କେଶବେଶ, ସୁବର୍ଣ୍ଣ ଆବରଣ ଓ ସୁନ୍ଦର ବସ୍ତ୍ର ପରିଧାନ ଏପରି ଯେଉଁ ବାହ୍ୟଭୂଷଣ ତାହା ତୁମ୍ଭମାନଙ୍କର ଭୂଷଣ ନ ହେଉ। ଦେଖନ୍ତୁ ଏଇଟା ଯାକ ହେଉଛି ବାହ୍ୟଭୂଷଣ। ଏଇଟା ଦ୍ୱାରା ନିଜକୁ କେବଳ ସଜାଇ ହୁଅ ତାହା ନୁହେଁ। ଏଇଟା ଦ୍ୱାରା ମୁଁ ନିଜକୁ ସୁନ୍ଦର ଦେଖେ। ଜଗତ ସେଇଟା ଚାହେଁ। ସେ ଜଗତ ଏ ବାହ୍ୟଭୂଷଣ ଦ୍ୱାରା ନିଜକୁ ସେ ସଜାଇବା ପାଇଁ, ନିଜକୁ ଦେଖେଇବା ପାଇଁ ସେ ସବୁବେଳେ ସବୁ ଚେଷ୍ଟା କରେ। ମାତ୍ର ପରମେଶ୍ୱର ଆମକୁ ଏଇଟା ତୁମର ଭୂଷଣ ନ ହେଉ, ଏଇଟା ତୁମର ଆକର୍ଷଣର ବିଷୟ ନ ହେଉ। ମାତ୍ର ଲେଖାଗଲା 4 ପଦରେ, ହୃଦୟର ଯେଉଁ କୋମଳ ଓ ଶାନ୍ତିଯୁକ୍ତ ଗୁପ୍ତ ସ୍ୱଭାବ ଈଶ୍ୱରଙ୍କ ଦୃଷ୍ଟିରେ ବହୁମୂଲ୍ୟ, ତାହା ହିଁ ତୁମ୍ଭମାନଙ୍କର ଅକ୍ଷୟ ଭୂଷଣ ହେଉ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପରମେଶ୍ୱର ଆମମାନଙ୍କ ପରମେଶ୍ୱର, ସତ୍ୟ ପରମେଶ୍ୱର, ଜୀବିତ ପରମେଶ୍ୱର। ଆଉ ମନୁଷ୍ୟ ବାହ୍ୟ ରୂପ ଦେଖେ, ପରମେଶ୍ୱର ଅନ୍ତଃକରଣ ଦେଖନ୍ତି। ଆଉ ଆମମାନଙ୍କ ଅନ୍ତଃକରଣ, ଆମର ହୃଦୟକୁ ଆମେ କି ପ୍ରକାର ଭାବେ ସଜାଇବା। ପ୍ରିୟମାନେ, ଆମର ଶରୀର ହେଉଛି ପବିତ୍ରାତ୍ମାଙ୍କ ମନ୍ଦିର। ଏହାକୁ ମେକଅପ୍ ଦ୍ୱାରା ଆମକୁ ସଜାଇବା ପାଇଁ କୁହାଯାଉ ନାହିଁ। ଏହାକୁ ପବିତ୍ରତା ଦ୍ୱାରା ଆମକୁ ସଜାଇବାର ଅଛି। ଏହାକୁ ପ୍ରେମ ଦ୍ୱାରା ସଜାଇବାର ଅଛି। ଏହାକୁ ନମ୍ରତା ଦ୍ୱାରା ସଜାଇବାର ଅଛି। କୋମଳ ହୃଦୟ ଦ୍ୱାରା ସଜାଇବାର ଅଛି। ଏଇ ଯେଉଁ ବାହ୍ୟଭୂଷଣ, এই ସବୁ ଗୁଡ଼ିକ ଜଗତର ଷ୍ଟାଇଲ ଗୁଡ଼ିକ, ଜଗତ এই ପ୍ରକାର ଭାବେ ନିଜକୁ ସଜାଏ। ମାତ୍ର ପରମେଶ୍ୱରଙ୍କ ଲୋକ ଆମେ ପବିତ୍ରତାରେ ନିଜକୁ ସଜାଇବାର ଆବଶ୍ୟକ ରହିଛି। ଆମର କୋମଳ ହୃଦୟରେ ଆମେ ସଜାଇବାର ଆବଶ୍ୟକ ରହିଛି। ଏହିସବୁ ବିଷୟ ଗୁଡ଼ିକରେ ଆମକୁ ସଜାଇବାର ଅଛି। ଆମେ ଆମମାନଙ୍କ ଶରୀରରେ ଯେ ପ୍ରକାର ଭାବରେ ସାଧୁ ପାଉଲ କହୁଛନ୍ତି, ତୁମମାନଙ୍କ ଶରୀର ଯେ ବିଶେଷ ମୂଲ୍ୟରେ ସେ ଆମମାନଙ୍କ ଶରୀରକୁ କିଣିଛନ୍ତି। ଆଉ ପରମେଶ୍ୱର ଚାହାନ୍ତି ଯେ ଆମମାନଙ୍କର ଶରୀରରେ ପରମେଶ୍ୱରଙ୍କୁ ଆମେ ଗୌରବ ଦେବା। ଏହା ପ୍ରଭୁଙ୍କର ଇଚ୍ଛା। 1 କରନ୍ଥୀୟ ଏହାର 6 ଅଧ୍ୟାୟର 20 ପଦରେ, କାରଣ ତୁମ୍ଭେମାନେ ବିଶେଷ ମୂଲ୍ୟରେ କିଣାଯାଇଅଛ, ଏଣୁ ତୁମ୍ଭମାନଙ୍କ ଶରୀରରେ ଜଗତକୁ ଗୌରବ ଦିଅ ନାହିଁ, ନିଜକୁ ଗୌରବ ଦିଅ ନାହିଁ, ଶୈତାନକୁ ଗୌରବ ଦିଅ ନାହିଁ, ମାତ୍ର ଈଶ୍ୱରଙ୍କ ଗୌରବ ପ୍ରକାଶ କର। ପରମେଶ୍ୱର କି ପ୍ରକାର ଭାବରେ ଗୌରବାନ୍ୱିତ ହେବେ, ସେଇ ବିଷୟକୁ ଆମେ ଚିନ୍ତା କଲେ ଆମମାନଙ୍କର ଅତି ଭଲ ହେବ। ପ୍ରିୟମାନେ, ପରମେଶ୍ୱର ଆପଣା ବହୁମୂଲ୍ୟ ରକ୍ତ ଦ୍ୱାରା ସେ ଆମମାନଙ୍କୁ କିଣିଛନ୍ତି। ଆଉ କହୁଛନ୍ତି, ଏହି ଶରୀର ଦ୍ୱାରା ମୋତେ ଗୌରବାନ୍ୱିତ କର, ମୋତେ ମହିମାନ୍ୱିତ କର। ପ୍ରିୟମାନେ, ଆମମାନଙ୍କର ପିନ୍ଧାଅଡ଼ା, ଆମମାନଙ୍କର ମେକଅପ୍, ଏସବୁ ଗୁଡ଼ିକ ଜେଣ୍ଟଲ ହେବାର ଆବଶ୍ୟକ ରହିଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଦୟା କରନ୍ତୁ। ବାକ୍ୟରେ କି କର୍ମରେ ଆମେ ଯାହା କିଛି କରୁ, ଆମେ ପରମେଶ୍ୱରଙ୍କର ଗୌରବ ନିମନ୍ତେ କରିବାର ଅଛି। ଆଉ ଯେଉଁଟା ଆମେ କରୁଛୁ ତାହା ଦ୍ୱାରା ଯଦି ଆମର କିଛି ହିତ ହେଉନାହିଁ, କିଛି ନିଷ୍ଠା ହେଉନାହିଁ, ତାହେଲେ ସେସବୁ ବିଷୟ ଗୁଡ଼ିକ କରି ଆମର କିଛି ଲାଭ ନାହିଁ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ମଙ୍ଗଳମୟ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ। ତୁମେ ତୁମ ବାକ୍ୟ ଦ୍ୱାରା ତୁମେ ଆମମାନଙ୍କୁ ଶିଖାଇଛ ମେକଅପ୍ କରିବା କଥା କି କରିବା କଥା ନୁହେଁ। ଆମେ ତୁମକୁ ଧନ୍ୟବାଦ ଦେଉଛୁ ପ୍ରଭୁ। ତୁମେ ଏତେ ମନୋଯୋଗୀ ପରମେଶ୍ୱର, ଆମର ସବୁ ବିଷୟ ଗୁଡ଼ିକ ତୁମେ ଆମମାନଙ୍କୁ ଲେଖିଦେଇଛ ପ୍ରଭୁ। ଧନ୍ୟବାଦ ପ୍ରଭୁ। ଆମମାନଙ୍କର ଖ୍ରୀଷ୍ଟିଆନ ଯୁବା ଯୁବତୀ ଭାଇ ଭଉଣୀମାନେ, ସେମାନେ ନିଜ ଶରୀରରେ ତୁମକୁ ଗୌରବ ଦେବେ, ଆଉ ସବୁ ବିଷୟରେ ତୁମକୁ ଗୌରବାନ୍ୱିତ କରିପାରିବେ। ଦୟାକରି ସାହାଯ୍ୟ କର। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ।